ଆଜି ଆମେ ଏପରି ଏକ ମୁଭି ବିଷୟରେ ଏକ୍ସପ୍ଲାନେସନ୍ କରିବୁ ଯାହାକି ସମ୍ପୂର୍ଣ୍ଣ ମୁଭିଟି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ଆଧାରିତ। ସେଫାର୍ଡ ନାମକ ଏକ ରୋବଟ୍ କମ୍ପାନୀ ଏକ ଏଆଇକୁ ତିଆରି କରିଥିଲା ଯାହାର ନାମ ହେଉଛି ହେଲେନ୍। ହେଲେନ୍କୁ ତିଆରି କରିବାର ଉଦ୍ଦେଶ୍ୟ ଥିଲା ଭବିଷ୍ୟତରେ ସେ ଲୋକମାନଙ୍କୁ ସୁରକ୍ଷା ଯୋଗାଇବ। କିନ୍ତୁ ସେହି ହେଲେନ୍ ଆଜି ଆତଙ୍କବାଦ ପାଲଟି ଯାଇଛି ଆଉ ଲକ୍ଷ ଲକ୍ଷ ଲୋକଙ୍କୁ ମାରି କୁଆଡ଼େ ଉଭାନ ହେଇଯାଇଛି। ଠିକ୍ 28 ବର୍ଷ ପରେ ଏକ ପୁଣି ଥରେ ଏଆଇ ଆଟାକ୍ ହେଲା ଆଉ ସେଇ ଆଟାକ୍ରେ ବହୁତ ଲୋକ ମଧ୍ୟ ମରିଗଲେ। ଆଉ ଯେଉଁ ଏଆଇ ଆଟାକ୍ କରିଥିଲା ତା'ର ନାଁ ହେଉଛି କାସ୍କାଡ଼। ଆଉ କାସ୍କାଡ଼ରୁ ହିଁ ଜଣାଥିଲା ହେଲେନ୍ର ଲୋକେସନ୍। ତାପରେ ମ୍ୟାଗ୍ନେଟିକ୍ ଫିଲ୍ଡ ୟୁଜ୍ କରି କାସ୍କାଡ଼କୁ ବନ୍ଦୀ କରାଗଲା। ବନ୍ଦୀ ହେବାର ଖବର ଶୁଣି ଆଟଲାସ୍ ନାମକ ଏକ ସାଇଣ୍ଟିଷ୍ଟ ଯିଏକି ସେଫାର୍ଡ ରୋବଟ୍ କମ୍ପାନୀରେ କାମ କରୁଥିଲା, ସେ ଲୋକେସନ୍ ଜାଣିବା ପାଇଁ ଧାଇଁ ଆସିଥିଲା। ଆଟଲାସ୍ ଆସି ବନ୍ଦୀ ହେଇଥିବା କାସ୍କାଡ଼କୁ ବାହାର କରି ତାକୁ ପଚାରିଲା କି ହେଲେନ୍ କେଉଁଠି ଅଛି, କିନ୍ତୁ କାସ୍କାଡ଼ ମନା କରିଦେଲା। ଆଟଲାସ୍ କାସ୍କାଡ଼କୁ କହିଲା, ଯଦି ନ କହିବୁ ତେବେ ତୋର CPU ହ୍ୟାକ୍ କରି ମୁଁ ଜାଣିଯିବି। କିନ୍ତୁ କାସ୍କାଡ଼ କହିଲା କି ମୋର CPU ହ୍ୟାକ୍ କରିବା ଏତେ ସହଜ ନୁହେଁ। ତ ସେହି ସମୟରେ ଆଟଲାସ୍ କ'ଣ କଲା ନା ତା'ର CPU ହ୍ୟାକ୍ କରି ହେଲେନ୍ର ଲୋକେସନ୍ ଜାଣିପାରିଲା। ଆଉ ଲୋକେସନ୍ ଜାଣିସାରିଲା ପରେ ତାକୁ ମାରିବାକୁ ଯାଉଥିଲା। ସେହି ସମୟରେ କାସ୍କାଡ଼ କହିଲା କି ମୁଁ ମରିବିନି, ମୁଁ ହେଲି ଅମର। କିନ୍ତୁ ଏଆଇ ତ ଅମର ନୁହେଁ ନା। ତ ଗୋଟିଏ ମ୍ୟାଗ୍ନେଟିକ୍ ଫିଲ୍ଡ ୟୁଜ୍ କରି କାସ୍କାଡ଼କୁ ମାରିଦେଲା। ଆଉ ସମସ୍ତେ ଜାଣିଗଲେ ହେଲେନ୍ କେଉଁଠି। ହେଲେନ୍ର ଲୋକେସନ୍ ଥିଲା ଆଣ୍ଡ୍ରୋମେଡ଼ା ଗ୍ୟାଲେକ୍ସିର ଗୋଟିଏ ଗ୍ରହରେ। ତ ସେଥିପାଇଁ ମେଜର ଗୋଟିଏ ସର୍ଜିକାଲ୍ ଷ୍ଟ୍ରାଇକ୍ର ପ୍ଲାନ୍ କଲା। କିନ୍ତୁ ଆଟଲାସ୍ କହିଲା ଆମେ ସର୍ଜିକାଲ୍ ଷ୍ଟ୍ରାଇକ୍ ପାଇଁ ଏବେ ଯାଇପାରିବୁନି, ନହେଲେ ଆମର ସବୁ ସୈନିକ ମରିଯିବ। କିନ୍ତୁ ମେଜର କହିଲା କି ସର୍ଜିକାଲ୍ ଷ୍ଟ୍ରାଇକ୍ ପାଇଁ ଏମିତି ଏକ ୱେପନ୍ ଅଛି ଆମ ପାଖରେ ଯାହାକି ଆମେ ହେଲେନ୍ ପାଖରେ ଜିତିଯିବୁ। ଠିକ୍ ସେହି ସମୟରେ ଆଉ ଗୋଟିଏ ଏଆଇ ଆସି ତାଙ୍କ ପାଖରେ ଛିଡ଼ା ହୁଏ ଆଉ ଆଟଲାସ୍କୁ ଚା ପିଇବା ପାଇଁ ଦିଏ। କିନ୍ତୁ ଆଟଲାସ୍ ଏକଥା ଦେଖି ଅବାକ୍ ହେଇ ରହିଗଲା କି ସିଏ କେମିତି ଜାଣିଲା ମୁଁ ଚା ପିଇବି ବୋଲି। ଆଉ ସବୁ ପ୍ରକାର ଡିସ୍କସନ୍ ପରେ ସେମାନେ ସ୍ଥିର କରିବେ କି ଆଣ୍ଡ୍ରୋମେଡ଼ା ଗ୍ୟାଲେକ୍ସିକୁ ଯିବେ। ପୃଥିବୀ ବାହାରକୁ ଯିବା ପାଇଁ ହେଲେ 2 ଷ୍ଟେପ୍ ଅଥେଣ୍ଟିକେସନ୍ ଦରକାର। ଗୋଟିଏ ଅଥେଣ୍ଟିକେସନ୍ ଆଟଲାସ୍ ପାଖରେ ଥିଲା, ଆଉ ଗୋଟିଏ ଅଥେଣ୍ଟିକେସନ୍ ମେଜର ପାଖରେ ଥିଲା। ଆଉ ଅଥେଣ୍ଟିକେସନ୍ ସକ୍ସେସ୍ ହେଲା ପରେ ସେମାନେ ବାହାରି ପଡ଼ିଲେ ଆଣ୍ଡ୍ରୋମେଡ଼ା ଗ୍ୟାଲେକ୍ସିକୁ। ଜାହାଜ ଭିତରେ ସମସ୍ତେ ଯୋଜନା କରୁଥାନ୍ତି କେମିତି ହେଲେନ୍କୁ ଆଟାକ୍ କରିବେ। ଆଉ ଆଟଲାସ୍ ଏକ ମ୍ୟାପ୍ ଦେଖାଇବା ପୂର୍ବରୁ ସମସ୍ତଙ୍କୁ ନ୍ୟୁରୋଲିଙ୍କ୍ ବାହାର କରି ପେପର୍ ଧରିବା ପାଇଁ କହିଥିଲା ଆଉ ସମସ୍ତଙ୍କୁ ମ୍ୟାପ୍ ବିଷୟରେ ସେ ବର୍ଣ୍ଣନା କରିଥିଲା। ସମସ୍ତେ ନିଜ ନିଜ ସୁଟ୍ ପିନ୍ଧି ପ୍ରସ୍ତୁତ ହୋଇଥାନ୍ତି ସର୍ଜିକାଲ୍ ଷ୍ଟ୍ରାଇକ୍ ପାଇଁ। ଠିକ୍ ସେହି ସମୟରେ ଓଲଟା ସବୁକିଛି ହେଇଗଲା। ଏମାନେ ଆଟାକ୍ କରିବା ବଦଳରେ ହେଲେନ୍ ଏମାନଙ୍କ ଉପରେ ଆଟାକ୍ କରିଦେଲା ଓ ବହୁତ ସାରା ଫାଇଟିଂ ମଧ୍ୟ ହେଲା। କେହି ମଧ୍ୟ ଗୋଟିଏ ବଞ୍ଚିଲେ ନାହିଁ। କିନ୍ତୁ ଆଟଲାସ୍କୁ ଜଣା ନଥିଲା ନୂଆ ସୁଟ୍ କେମିତି ବ୍ୟବହାର କରିବେ। କିନ୍ତୁ ଏଠି ସୁଟ୍ କୁହାଯାଉନଥିଲା, ଏଠି ଏଆଇ କୁହାଯାଉଥିଲା। ତ ସେ ସିଙ୍କ୍ ବି କରିନଥିଲା ସେ ଏଆଇ ସାଙ୍ଗରେ। ମେଜର ବାରମ୍ବାର କହୁଥିବ ନ୍ୟୁରାଲିଙ୍କ୍ ୟୁଜ୍ କରିବା ପାଇଁ, କିନ୍ତୁ ଆଟଲାସ୍ ୟୁଜ୍ ହିଁ କରୁନଥିବ। କାରଣ ସେ ଜାଣିଥିଲା ଯଦି ମୁଁ ନ୍ୟୁରାଲିଙ୍କ୍ ୟୁଜ୍ କରିବି ତେବେ ହେଲେନ୍ ମୋର CPUକୁ ହ୍ୟାକ୍ କରିପାରିବ। ସେଥିପାଇଁ ସେ ୟୁଜ୍ ହିଁ କରୁନଥିଲା। ଗୋଟେ ପରେ ଗୋଟେ ସୈନିକ ମରିଯାଇଥାଏ ଆଉ ଆଟଲାସ୍କୁ ଫାଇନାଲି ଗୋଟେ ସୁଟ୍ ବି ମିଳିଯାଇଥାଏ। ଶେଷରେ ଆଟଲାସ୍ ସେ ଏଆଇ ଭିତରେ ରହିବ ସତ, କିନ୍ତୁ ନ୍ୟୁରାଲିଙ୍କ୍ ଜରିଆରେ ସେ ସିଙ୍କ୍ କରିବ ନାହିଁ। ଆଟଲାସ୍ ଯେଉଁ ଏଆଇ ଭିତରେ ଥିଲା ସେ ଏଆଇର ନାମ ଥିଲା ସ୍ମିଥ୍। ତାକୁ ମାତ୍ର କମାଣ୍ଡ ଦେଉଥିଲା ଓ ସେହି ହିସାବରେ ସ୍ମିଥ୍ କାମ କରୁଥିଲା।
फाइटिंग परे से एंड्रोमेडा गैलेक्सी उपरे गोटे जगार पड़ा किंतु से जगह सेफ नथिला और गोटे सेफ जगह खोजापी से स्कान कला किंतु तार बैटेरी पावर बहुत कम थिला जहाँकि से उड़ीकी जदि जीव ते बहुत जल्दी पहुँचो किंतु जदि से उड़ीकी जीव तबे हेलेन ताको बहुत जल्दी अटैक करदब से चलिकी जावाई रास्ता खोजला। एटलास कमांड दौथाए और स्मिथ काम करुए किंतु एटलास को भी जना नथिला स्मिथ रो बहुत सारा जिनिस भरी रही जेमिति शोल्डर कैनन राइफल्स मिसाइल्स थर्मल माइन्स। फाइनाली से गोटे सेफ जगार पहुँची गला और सेफ जगार पहुँचला परे से देखला कि तार सैन्य माने समस्ते मरी पड़चंती। से संगे संगे जाई समस्त पाखरु बैच करी ता पाखरे रखिला किंतु एही समय रे हेलेन रो एआई जानी पाला जे एठी आउ कि जणे अछि तो से संगे संगे स्कैन करी देखला कि स्मिथ दौड़िबा को लागिला आउ कास्केड सेमान को अटैक करुथाए किंतु वेट कास्केड तो मरी जाइतिला राइट तो कास्केड मरी जाइतिला सत किंतु से थिला पृथ्वी ये होची एंड्रोमेडा गैलेक्सी। हेलेन बहुत सारा एमिति कास्केड तैयारी करिछि एंड्रोमेडा गैलेक्सी रे आउ गोटे पृथ्वी रे करथिला आउ बहुत सारा फाइटिंग परे सेमाने कास्केड को मारिया पाई ट्राई कले किंतु कहीं गोटे कास्केड को मारी पार नथिला तो सेथिपाई से गोटे थर्माल पावर यूज कला किंतु थर्माल पावर यूज कले भूस्खलन भी हो किंतु तांको पाखरे आउ चारा मध्य नथिला तो सेमाने थर्माल पावर यूज कले आउ शेषरे से भूमि स्खलन परे से भूमि भीतर ही से एटलास आउ स्मिथ गली पड़ला। या पर एटलास रो गड़ भांगी जाइए और स्मिथ तार गड़ को ठीक करिया पई एक ऑपरेशन करुथाए किंतु यह परे भी कास्केड मरी नथिवो आउ सबू इनफॉरमेशन जाई हेलेन को दबो। हेलेन मेजर आखिरो एक्सेस की बाहर करिया को लागी पड़थिला किंतु मेजर तो मरी जाइतिला ना नाई मेजर पहुंचीतिला तो फाइनाली हेलेन को गोटे एक्सेस की मिलीजिवो पृथ्वी को जावाई एपटे एटलास स्मिथ सांगरे संपूर्ण भाव में सिंक करिया पई चेष्टा करिवो सिंक करि साला परे से गुंफा भितरु से माने बाहरिवे आ बाहरिला परे से माने आगे पड़िवे हेलेन रो लोकेशन को ए जीवा बाटरे पुणी कास्केड जाल बिछाई से मारिया पाई किंतु एथर से माने थर्माल पावर यूज करी ताको मारिदब। शेष एटलास और स्मिथ जाई हेलेन रो लोकेशन पाखरे पहुँचे किंतु एटलास कहबो कि मु पाखरु देखिबी आउ से पाखकु जाई सेमाने पाखकु जीवा फल हेलेन कर एआई माने ताको स्कैन करी जानी पारिथिले और सेमानको अटैक कले और ताको बंदी मध्य करी नेला। बंदी करिया परे हेलेन एटलास रो आखिरो आउ गोटे एक्सेस की बाहर कला पृथ्वी को जावाई कारण पृथ्वी को जावाई हेले दुईटा एक्सेस की दरकार। या परे एटलास और मेजर पाखरे थांती आउ मेजर ताको पचारु थाए कि स्मिथ कहीं तो एटलास उत्तर दिए कि स्मिथ आउ नाही से बंदी ही जाइछि किंतु मेजर कुए स्मिथ पाखरे एमिति एक मैनुअल अछि जहाँकि एबे भी न्यूरालिंक जरिया रे आमे ताको कनेक्ट करि परिबा और ताको आमे डाकी भी पारिबा किंतु एटलास ताको डाकी पार नथिला कारण एबे मध्य 100% सिंक होई नथिला तो से सिंक करिया पई हेले तार पूर्व कथा सबू ताको शेयर करिया पई पड़े किंतु एमिति कौन कथा थिला जहाँकि एटलास स्मिथ को शेयर करि नथिला। प्रकृत कथा हला हेलेन को एटलास रो माँ तैयारी करथिला आउ हेलेन सांगरे कांटेक्ट करिया पई हेले न्यूरोलिंक रे जरिया रे कांटेक्ट करुथला किंतु ए जो न्यूरोलिंक थिला वन वे कम्युनिकेट थिला तो मनीष एआई ऊपर कंट्रोल करिवो
ନା କି ଏଆଇ ମଣିଷ ଉପରେ କଣ୍ଟ୍ରୋଲ୍ କରିବ। କିନ୍ତୁ ଏସବୁ ଦେଖି ଆଟଲାସ୍ ଆଉ ସହିପାରିଲାନି। ତା'ର ମାଆର ଅନୁପସ୍ଥିତିରେ ଆଟଲାସ୍ ହେଲେନ୍କୁ କହିଲା, ତୁ ମୋତେ ସବୁ ଜିନିଷ ସେୟାର କର, ଯାହାକି ମୁଁ ବି ବହୁତ ଜ୍ଞାନୀ ହେଇଯିବି। କିନ୍ତୁ ଏଆଇ ଯଦି ଟ୍ରାନ୍ସମିଟ୍ କରିବ ତେବେ ଡେଟାକୁ ଅଲ୍ଟର କରିବା ପାଇଁ ପଡ଼ିବ। ଆଉ ତାକୁ ପରମିଶନ୍ ଦେଇଦିଏ ଆଟଲାସ୍ ଓ ଶେଷରେ ଟୁ ୱେ କମ୍ୟୁନିକେଟ୍ ହେଇଯିବ। ଆଉ ଯାହାକି ଏଆଇକୁ ସମ୍ପୂର୍ଣ୍ଣ ରୂପେ ମଣିଷର କଣ୍ଟ୍ରୋଲ୍ ପାଇଯିବ। ତ ଏହିସବୁ କଥା ପରେ ସମ୍ପୂର୍ଣ୍ଣ ଭାବରେ ସ୍ମିଥ୍ ସାଙ୍ଗରେ ସେ ସିଙ୍କରେ ଆସିଯିବ। ଆଉ ସ୍ମିଥ୍ ତାଙ୍କ ପାଖରେ ଆସି ସେମାନଙ୍କୁ ଅକ୍ସିଜେନ୍ ସପ୍ଲାଏ କରି ତାଙ୍କୁ ନେଇଯିବ। ଯିବା ରାସ୍ତାରେ ହେଲେନ୍ର ଏଆଇ ସାଙ୍ଗରେ ବହୁତ ସାରା ଯୁଦ୍ଧ ହେବ। ଏପଟେ ହେଲେନ୍ ଦୁଇଟା ଆକ୍ସେସ୍ କି ପାଇ ପୃଥିବୀ ଉପରେ ହମଲା କରିବା ପାଇଁ ଚେଷ୍ଟା କରୁଥିବ। ତ ସେ ଚାହୁଁଥିବ କି ପୃଥିବୀର ଆବାଦୀ ବହୁତ ବଢ଼ିଯାଉଛି, ସେଥିପାଇଁ ସେ ଚେଷ୍ଟା କରିବ କି ଅଧା ଲୋକକୁ ମାରିଦେବା ପାଇଁ। ଆଉ ଯେତେ ଅଧା ଲୋକ ବଞ୍ଚିବେ ସେମାନେ ଭଲରେ ବଞ୍ଚିବେ। ତ ଶେଷରେ ସ୍ମିଥ୍ ଓ ଆଟଲାସ୍ ମିଶି ତା'ର ସବୁ ଏଆଇ ମାନଙ୍କୁ ମାରିଦେବ। ଆଉ ମାରିବା ପରେ ସେମାନେ ଚେଷ୍ଟା କରିବେ ଯେଉଁ ମିସାଇଲ୍ ପୃଥିବୀକୁ ଛାଡ଼ୁଥିବ ତାକୁ ଡେଷ୍ଟ୍ରୟ କରିବା ପାଇଁ। ଆଉ ଶେଷରେ ସେ ମିସାଇଲକୁ ଏମାନେ ଡେଷ୍ଟ୍ରୟ କରିଦେବେ। ଡେଷ୍ଟ୍ରୟ ହେବାର ଦେଖି ହେଲେନ୍ ଆହୁରି ମଧ୍ୟ ରାଗିଯିବ ଆଉ ଆଙ୍କ ଉପରେ ଆଟାକ୍ କରିବ। ପ୍ରଥମେ ସ୍ମିଥ୍କୁ ମାରିବା ପାଇଁ ଚେଷ୍ଟା କରିବ। ତ ସେଥିପାଇଁ ସ୍ମିଥ୍ ପାଖରେ ଏକ ରିଆକ୍ଟର ଥିଲା, ଯାହାକି ହେଲେନ୍ ପ୍ରଥମେ ତା'ର ରିଆକ୍ଟରକୁ ଭାଙ୍ଗିବା ପାଇଁ ଚେଷ୍ଟା କଲା ଓ ଶେଷରେ ଭାଙ୍ଗି ମଧ୍ୟ ଦେଲା। ଆଉ ସ୍ମିଥ୍ର ବ୍ୟାଟେରୀ ପାୱାର ମଧ୍ୟ ସରିଗଲା। ଏହାରି ଭିତରେ ଆଟଲାସ୍ ହେଲେନ୍ ଉପରେ ଆଟାକ୍ କରି ତା'ର ସିପିୟୁକୁ ବାହାର କରିଦେଇଥିଲା। ଆଉ ଶେଷରେ ହେଲେନ୍ ସେଠି ମରିଯାଏ ଓ ତାପରେ ଆଟଲାସ୍ ପୃଥିବୀ ସାଙ୍ଗରେ କନେକ୍ଟ କରି ସେ ଖୁସିରେ ପୃଥିବୀକୁ ଫେରିଯାଏ। ଏହା ଥିଲା ସମ୍ପୂର୍ଣ୍ଣ କାହାଣୀ। ତେବେ ଏ କାହାଣୀଟି ଆପଣମାନଙ୍କୁ କେମିତି ଲାଗିଲା? ଯଦି ଏ କାହାଣୀଟି ସତରେ ଆପଣମାନଙ୍କୁ ଭଲ ଲାଗିଥିବ ତେବେ ଲାଇକ୍ ଓ ସବସ୍କ୍ରାଇବ୍ ଗୋଟେ ନିଶ୍ଚୟ କରିଦେବେ। ଆଉ ହଁ, ଡେସ୍କ୍ରିପସନରେ ଲିଙ୍କ୍ ଅଛି, ଆପଣ ଯାଇ ମୁଭିଟିକୁ ଦେଖିପାରିବେ।